ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ସମସ୍ତଙ୍କୁ କାଳିଆ ପଞ୍ଜିକା ଚ୍ୟାନେଲରେ ହାର୍ଦ୍ଦିକ ସ୍ୱାଗତ। ଚାଲନ୍ତୁ ଦେଖିବା 17 ଜାନୁଆରୀ 2026 ଶନିବାର ଦିନଟି ଆମ ସମସ୍ତଙ୍କ ପାଇଁ କେମିତି ରହିବ। ଆଜି ଦିନଟା ଟିକେ ଖାସ୍, କାହିଁକି ନା ଆଜି ହେଉଛି ନ୍ୟାୟର ଦେବତା ଶନିଦେବଙ୍କ ଦିନ। କିନ୍ତୁ ହଁ, ଟିକେ ସାବଧାନ ରହିବାର ଅଛି, କାରଣ ଆଜି ସକାଳେ ଭଦ୍ରାର ଛାୟା ରହିଛି ଆଉ ଏହାକୁ ଜ୍ୟୋତିଷଶାସ୍ତ୍ରରେ ଏକ ଅଶୁଭ ସମୟ ବୋଲି ଧରାଯାଏ। ତେଣୁ ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସତର୍କ ରହିବାକୁ ହେବ। ତେବେ କେଉଁ ରାଶିର ଭାଗ୍ୟ ଚମକିବ ଆଉ କାହାକୁ ସତର୍କ ରହିବାକୁ ପଡ଼ିବ ସେସବୁ ତ ଜାଣିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ନଜର ପକାଇବା ଆଜିର ସଠିକ୍ ପଞ୍ଚାଙ୍ଗ। ସବୁଠାରୁ ପ୍ରଥମେ ଚାଲନ୍ତୁ ଆମର କାଳିଆ ପଞ୍ଜିକାରେ ଆଜିର ପଞ୍ଚାଙ୍ଗ ବିଷୟରେ କଥା ହେବା। ଆଜି ଇଂରାଜୀ ତାରିଖ ହେଉଛି 17 ଜାନୁଆରୀ 2026 ଏବଂ ଆମ ଓଡ଼ିଆ ମାସ ଅନୁସାରେ ଆଜି ହେଉଛି ମାଘ ମାସର ଚତୁର୍ଥ ଦିନ। ତେବେ ପଞ୍ଚାଙ୍ଗର 5ଟି ମୁଖ୍ୟ ଅଙ୍ଗକୁ ଦେଖିଲେ ଆଜି ବାର ହେଉଛି ଶନିବାର। ତିଥି ରହିଛି କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ, ଯାହା ରାତି 12ଟା 3 ମିନିଟ୍ ପର୍ଯ୍ୟନ୍ତ ରହିବ। ଯୋଗ ରହିଛି ବ୍ୟାଘାତ, ଯାହା ରାତି 9ଟା 18 ମିନିଟ୍ ପର୍ଯ୍ୟନ୍ତ ରହିବ। ତେଣୁ ଆଜି ଯେକୌଣସି ପ୍ରକାର ବାଦ ବିବାଦରୁ ନିଜକୁ ଦୂରେଇ ରଖିଲେ ଭଲ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରଣ। ଆଜି ସକାଳେ 11ଟା 15 ମିନିଟ୍ ପର୍ଯ୍ୟନ୍ତ ଭଦ୍ରାକରଣ ରହିଛି। ମନେ ରଖିବେ, ଏହି ସମୟ ଭିତରେ କୌଣସି ନୂଆ କିମ୍ବା ଶୁଭ କାର୍ଯ୍ୟ ଆରମ୍ଭ ନ କରିବା ହିଁ ବୁଦ୍ଧିମାନର କାମ। ଆଜି ନକ୍ଷତ୍ରରେ ଗୋଟେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସକାଳ 8ଟା 12 ମିନିଟ୍ ପର୍ଯ୍ୟନ୍ତ ମୂଳା ନକ୍ଷତ୍ର ରହିବ। ଆଉ ଆପଣ ତ ଜାଣିଥିବେ, ଏହା ଏକ ଗଣ୍ଡମୂଳ ନକ୍ଷତ୍ର। କିନ୍ତୁ ଖୁସିର କଥା ହେଲା, ଠିକ୍ 8ଟା 12 ମିନିଟ୍ ପରେ ପୂର୍ବାଷାଢ଼ା ନକ୍ଷତ୍ର ଆରମ୍ଭ ହୋଇଯିବ, ଯାହା ଦିନଟିକୁ ଶୁଭ କରିବ। ଗ୍ରହମାନଙ୍କ ସ୍ଥିତି ଦେଖିଲେ ଆଜି ସୂର୍ଯ୍ୟଦେବ ମକର ରାଶିରେ ରହିବେ ଏବଂ ଚନ୍ଦ୍ରମା ପୁରା ଦିନ ଧନୁ ରାଶିରେ ହିଁ ଗୋଚର କରିବେ। ଯଦି ଆପଣ କୁଆଡ଼େ ଯାତ୍ରା କରିବାକୁ ଭାବୁଛନ୍ତି, ତେବେ ମନେ ରଖନ୍ତୁ ଆଜି ଦିଗଶୂଳ ପୂର୍ବ ଦିଗରେ ରହିଛି, ତେଣୁ ଏହି ଦିଗରେ ଯାତ୍ରା ନ କରିବା ଭଲ। ଶୁଭ ସମୟ ରହିଛି ଦିନ 12ଟା 10ରୁ 12ଟା 52 ମିନିଟ୍ ପର୍ଯ୍ୟନ୍ତ। ତେବେ ଦର୍ଶକ ବନ୍ଧୁ, ରାଶିଫଳକୁ ଯିବା ପୂର୍ବରୁ ଆପଣମାନେ ଜାଣି ରଖନ୍ତୁ, ଆମର କାଳିଆ ପଞ୍ଜିକା ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି। ଏହି ଆପ୍ରେ ଆପଣଙ୍କୁ ଏମିତି କିଛି ଫିଚର୍ସ ମିଳିବ ଯାହା ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ କାମରେ ଆସିବ। ଯେମିତିକି ଆପଣ ଘରେ ବସି ବିବାହ ପାଇଁ ନାଳିମେଳ କରିପାରିବେ, ନିଜ ଶିଶୁର ଜନ୍ମ ଜାତକ ତିଆରି କରିପାରିବେ ଆଉ ସୁନ୍ଦର ସୁନ୍ଦର ଓଡ଼ିଆ ନାମ ମଧ୍ୟ ଖୋଜିପାରିବେ। ଏହାଛଡ଼ା ଦୈନିକ, ମାସିକ ଓ ବାର୍ଷିକ ରାଶିଫଳ ସହିତ ସମ୍ପୂର୍ଣ୍ଣ ବର୍ଷର କ୍ୟାଲେଣ୍ଡର ଏବଂ ଦୈନିକ ମୁହୂର୍ତ୍ତ ସୂଚନା ମଧ୍ୟ ପାଇପାରିବେ। ଏଥିପାଇଁ ଆପଣ ପ୍ଲେ ଷ୍ଟୋରରେ କାଳିଆ ପଞ୍ଜିକା ବୋଲି ସର୍ଚ୍ଚ କରି ଇନଷ୍ଟଲ୍ କରନ୍ତୁ। ନଚେତ୍ ଏହି ଭିଡିଓର ଡିସ୍କ୍ରିପ୍ସନରେ ଦିଆଯାଇଥିବା ଲିଙ୍କରୁ ମଧ୍ୟ ସହଜରେ ଇନଷ୍ଟଲ୍ କରିପାରିବେ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ରାଶିଫଳ। କିନ୍ତୁ ତା ପୂର୍ବରୁ ମୁଁ ଆପଣଙ୍କୁ ଏକ ଅତି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହେଁ। ଆଜିର ଏହି ରାଶିଫଳ ଆପଣଙ୍କୁ କେବଳ ଏକ ଦିଗ ଦେଖାଏ। କେଉଁ କାମରେ ସାବଧାନ ରହିବେ ଆଉ କେଉଁଥିରେ ଧୈର୍ଯ୍ୟ ରଖିବେ, ଏହା କେବଳ ତାର ଏକ ସଂକେତ। କିନ୍ତୁ ଏହାର ଉଦ୍ଦେଶ୍ୟ ଆପଣଙ୍କୁ ଭୟଭୀତ କରିବା ନୁହେଁ, ବରଂ ସଚେତନ କରିବା। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, କର୍ମଣ୍ୟେହି ବାଦିକାରସ୍ତେ ମା ଫଲେଷୁ କଦାଚନ, ଅର୍ଥାତ୍ କର୍ମ କରିବାରେ ହିଁ ଆମର ଅଧିକାର ଅଛି, ଫଳ ଉପରେ ନୁହେଁ। ତେଣୁ ମନେ ରଖନ୍ତୁ, ରାଶିଫଳ କେବଳ ବାଟ ଦେଖାଏ, କିନ୍ତୁ ଭବିଷ୍ୟତ ତିଆରି କରେ ଆପଣଙ୍କର କର୍ମ ଓ ଆତ୍ମବିଶ୍ୱାସ। ତେଣୁ ନିଜ ଉପରେ ଭରସା ରଖନ୍ତୁ, ଦିନ ନିଶ୍ଚୟ ଭଲ ହେବ। ତେବେ ଚାଲନ୍ତୁ ଏହି ସକାରାତ୍ମକ ଚିନ୍ତାଧାରା ସହ ଆରମ୍ଭ କରିବା ଆଜିର ରାଶିଫଳ। ଚାଲନ୍ତୁ ଏବେ ଆମର କାଳିଆ ପାଞ୍ଜିକାରେ ମେଷ ରାଶି ବିଷୟରେ କଥା ହେବା। ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଭାଗ୍ୟ ପୂରାପୂରି ସାଥ ଦେବାକୁ ଯାଉଛି, କାରଣ ଚନ୍ଦ୍ରମା ଆପଣଙ୍କ ଭାଗ୍ୟସ୍ଥାନ ଅର୍ଥାତ୍ ନବମ ଭାବରେ ଅଛନ୍ତି। ଏଥିପାଇଁ ବହୁତ ଦିନରୁ ଅଟକି ରହିଥିବା କାମ ଆଜି ପୂରା ହୋଇଯିବ, ଧର୍ମକର୍ମରେ ମନ ଲାଗିବ ଆଉ ପିତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଦେଖାଦେବ। ପ୍ରତିକାର ସ୍ୱରୂପ ଶନିଦେବଙ୍କୁ ତେଳ ଅର୍ପଣ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଲାଲ ଏବଂ ଶୁଭ ସଂଖ୍ୟା ହେଉଛି 9। ତେବେ ଏହା ଥିଲା ମେଷ ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଳିଆ ପଞ୍ଜିକାରେ ବୃଷ ରାଶି ବିଷୟରେ କଥା ହେବା। ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଟିକେ ସତର୍କ ରହିବାର ଅଛି। ଦେଖନ୍ତୁ, ଚନ୍ଦ୍ରମା ଅଷ୍ଟମ ଭାବରେ ଅଛନ୍ତି, ଆଉ ଅଷ୍ଟମ ଭାବକୁ ଟିକେ ଅନିଶ୍ଚିତତାର ଘର ବୋଲି କୁହାଯାଏ। ସେଥିପାଇଁ ମନ ଅକାରଣରେ ଟିକେ ଉଦାସ ରହିପାରେ। ଆଉ ଆଜି ତ ଶନିବାର, ତେଣୁ ଲୁହା ଜିନିଷ କିମ୍ବା ମେସିନେରୀ ସହ କାମ କଲାବେଳେ ସାବଧାନ ରୁହନ୍ତୁ। ଯୁକ୍ତିତର୍କ ଆଉ ଟଙ୍କା କାରବାରରୁ ଦୂରେଇ ରହିଲେ ବହୁତ ଭଲ। ପ୍ରତିକାର ପାଇଁ ଓମ୍ ଶଂ ଶନେଶ୍ଚରାୟ ନମଃ
ମନ୍ତ୍ର 108 ଥର ଜପ କରନ୍ତୁ। ଶୁଭ ରଙ୍ଗ ହେଉଛି ନୀଳ ଏବଂ ଶୁଭ ସଂଖ୍ୟା 8। ତେବେ ଏହା ଥିଲା ବୃଷ ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଲିଆ ପାଞ୍ଜିକାରେ ମିଥୁନ ରାଶି ବିଷୟରେ କଥା ହେବା। ମିଥୁନ ରାଶିଙ୍କ ପାଇଁ ଆଜିର ଦିନଟି ବେଶ୍ ଖୁସିରେ କଟିବ, କାରଣ ଚନ୍ଦ୍ରମା ଆପଣଙ୍କ ସପ୍ତମ ଭାବରେ ଅଛନ୍ତି, ଯାହା ବ୍ୟବସାୟ ଓ ଦାମ୍ପତ୍ୟ ଜୀବନର ସ୍ଥାନ ଅଟେ। ଏଥିପାଇଁ ବ୍ୟବସାୟରେ ବଡ଼ ଧରଣର ଲାଭ ହୋଇପାରେ ଏବଂ ଜୀବନସାଥୀଙ୍କ ସହିତ ସମ୍ପର୍କ ଆହୁରି ମଧୁର ହେବ। ଯଦି କୌଣସି ପାର୍ଟନରସିପ୍ କାମ କରିବାକୁ ଚାହୁଁଛନ୍ତି, ତେବେ ଦିନ 12ଟା ପରେ ନିଷ୍ପତ୍ତି ନେଲେ ଭଲ ଫଳ ମିଳିବ। ପ୍ରତିକାର ପାଇଁ ଅଶ୍ୱତ୍ଥ ଗଛ ମୂଳେ ଦୀପଟିଏ ଜଳାନ୍ତୁ। ଶୁଭ ରଙ୍ଗ ହେଉଛି ସବୁଜ ଏବଂ ଶୁଭ ସଂଖ୍ୟା 5। ତେବେ ଏହା ଥିଲା ମିଥୁନ ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଲିଆ ପଞ୍ଜିକାରେ କର୍କଟ ରାଶି ବିଷୟରେ କଥା ହେବା। କର୍କଟ ରାଶିଙ୍କ ପାଇଁ ଆଜି ଏକ ଭଲ ଖବର ହେଉଛି ଆପଣଙ୍କର ଶତ୍ରୁମାନେ ଶାନ୍ତ ରହିବେ। ଚନ୍ଦ୍ରମା ଷଷ୍ଠ ଭାବରେ ଅର୍ଥାତ୍ ଶତ୍ରୁ ଓ ରୋଗର ଘରେ ଥିବାରୁ ଆପଣଙ୍କର ବିରୋଧୀମାନେ ଆପଣଙ୍କ ସାମ୍ନାରେ ମୁଣ୍ଡ ଟେକି ପାରିବେ ନାହିଁ। ହଁ, ଚାକିରି କ୍ଷେତ୍ରରେ କାମର ଚାପ ଟିକେ ଅଧିକ ରହିବ, କିନ୍ତୁ ଆପଣ ତାକୁ ସହଜରେ ପୂରା କରିନେବେ। କେବଳ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିବେ। ପ୍ରତିକାର ପାଇଁ କଳା ବିରି ଡାଲି ଦାନ କରନ୍ତୁ। ଶୁଭ ରଙ୍ଗ ହେଉଛି ଧଳା ଏବଂ ଶୁଭ ସଂଖ୍ୟା 2। ତେବେ ଏହା ଥିଲା କର୍କଟ ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଲିଆ ପାଞ୍ଜିକାରେ ସିଂହ ରାଶି ବିଷୟରେ କଥା ହେବା। ସିଂହ ରାଶିଙ୍କ ପାଇଁ ଆଜି ମନ ଓ ମସ୍ତିଷ୍କ ଦୁଇଟି ଯାକ ବେଶ୍ ପ୍ରଫୁଲ୍ଲିତ ରହିବ, କାରଣ ଚନ୍ଦ୍ରମା ଆପଣଙ୍କ ପଞ୍ଚମ ଭାବରେ ଅଛନ୍ତି, ଯାହାକୁ ବିଦ୍ୟା, ବୁଦ୍ଧି ଓ ପ୍ରେମର ସ୍ଥାନ ବୋଲି କୁହାଯାଏ। ଏହି କାରଣରୁ ସେୟାର ବଜାରରୁ ଲାଭ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ ଆଉ ପ୍ରେମ ଜୀବନରେ କିଛି ଖୁସି ଖବର ବି ମିଳିପାରେ। ପ୍ରତିକାର ସ୍ୱରୂପ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଶୁଭ ରଙ୍ଗ ହେଉଛି ନାରଙ୍ଗୀ ଏବଂ ଶୁଭ ସଂଖ୍ୟା 1। ତେବେ ଏହା ଥିଲା ସିଂହ ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଳିଆ ପଞ୍ଜିକାରେ କନ୍ୟା ରାଶି ବିଷୟରେ କଥା ହେବା। କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟିରେ ସାମାନ୍ୟ ଅସ୍ଥିରତା ଦେଖାଦେଇପାରେ। ଚନ୍ଦ୍ରମା ଚତୁର୍ଥ ଭାବରେ ଅର୍ଥାତ୍ ସୁଖ ସ୍ଥାନରେ ଥିବାରୁ ଘରେ କୌଣସି ଛୋଟ କଥାକୁ ନେଇ ମାନସିକ ଚାପ ସୃଷ୍ଟି ହୋଇପାରେ। ମୋର ପରାମର୍ଶ, ସମ୍ପତ୍ତି ସମ୍ବନ୍ଧୀୟ କୌଣସି ନିଷ୍ପତ୍ତିକୁ ଆଜି ପାଇଁ ସ୍ଥଗିତ ରଖିଲେ ଭଲ। ମାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରତିକାର ପାଇଁ ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ। ଶୁଭ ରଙ୍ଗ ହେଉଛି ଶୁଆପଙ୍ଖିଆ ସବୁଜ ଏବଂ ଶୁଭ ସଂଖ୍ୟା 5। ତେବେ ଏହା ଥିଲା କନ୍ୟା ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଳିଆ ପଞ୍ଜିକାରେ ତୁଳା ରାଶି ବିଷୟରେ କଥା ହେବା। ତୁଳା ରାଶିର ବ୍ୟକ୍ତିମାନେ ଆଜି ବହୁତ ସକ୍ରିୟ ଆଉ ଉତ୍ସାହିତ ରହିବେ, କାରଣ ଚନ୍ଦ୍ରମା ତୃତୀୟ ଭାବରେ ଅଛନ୍ତି, ଯାହା ପରାକ୍ରମ ଓ ସାହସର ସ୍ଥାନ। ଏଥିପାଇଁ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ, ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ମିଳିବ ଆଉ ଯେଉଁମାନେ ମିଡିଆ କିମ୍ବା ଅନଲାଇନ୍ କାମ କରୁଛନ୍ତି ସେମାନଙ୍କୁ ବଡ଼ ସଫଳତା ମିଳିପାରେ। ପ୍ରତିକାର ପାଇଁ କୌଣସି ଗରିବ ବ୍ୟକ୍ତିଙ୍କୁ ଭୋଜନ କରାନ୍ତୁ। ଶୁଭ ରଙ୍ଗ ହେଉଛି ରୁପେଲି ଏବଂ ଶୁଭ ସଂଖ୍ୟା 6। ତେବେ ଏହା ଥିଲା ତୁଳା ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଳିଆ ପଞ୍ଜିକାରେ ବିଛା ରାଶି ବିଷୟରେ କଥା ହେବା। ବିଛା ରାଶିଙ୍କ ପାଇଁ ଆଜି ଧନ ଲାଭର ସୁନ୍ଦର ଯୋଗ ରହିଛି। ଚନ୍ଦ୍ରମା ଦ୍ୱିତୀୟ ଭାବରେ ଅର୍ଥାତ୍ ଧନ ଓ ବାଣୀର ସ୍ଥାନରେ ଥିବାରୁ ଆପଣଙ୍କର ଅଟକି ରହିଥିବା ଧନ ଫେରି ପାଇବାର ସମ୍ଭାବନା ଅଛି। କିନ୍ତୁ ଗୋଟେ କଥା, ନିଜ ବାଣୀ ଉପରେ ଟିକେ ନିୟନ୍ତ୍ରଣ ରଖିବେ, କାରଣ କଟୁ କଥା କହିଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ପ୍ରତିକାର ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ରଙ୍ଗ ହେଉଛି ମେରୁନ୍ ଏବଂ ଶୁଭ ସଂଖ୍ୟା 9। ତେବେ ଏହା ଥିଲା ବିଛା ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଳିଆ ପଞ୍ଜିକାରେ ଧନୁ ରାଶି ବିଷୟରେ କଥା ହେବା। ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ବହୁତ ବିଶେଷ ରହିବ। ଆପଣମାନେ ଆଜି ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ, କାରଣ ଚନ୍ଦ୍ରମା ଆପଣଙ୍କର ନିଜ ରାଶିରେ ଅର୍ଥାତ୍ ପ୍ରଥମ ଭାବରେ ହିଁ ଅଛନ୍ତି। ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷକ କରିବ। ଆଜି ଆପଣ ଯାହା ଭାବିବେ ତାହା କରି ଦେଖାଇବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ। ପ୍ରତିକାର ପାଇଁ କପାଳରେ ହଳଦୀ ଟିକା ଲଗାନ୍ତୁ। ଶୁଭ ରଙ୍ଗ ହେଉଛି ହଳଦିଆ ଏବଂ ଶୁଭ ସଂଖ୍ୟା 3। ତେବେ ଏହା ଥିଲା ଧନୁ ରାଶିର ଆଜିର ରାଶିଫଳ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଚାଲନ୍ତୁ ଏବେ ଆମର କାଳିଆ ପାଞ୍ଜିକାରେ ମକର ରାଶି ବିଷୟରେ କଥା ହେବା। ମକର ରାଶିଙ୍କ ପାଇଁ ଆଜି ଦିନଟି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଦିନ। ଚନ୍ଦ୍ରମା ଦ୍ୱାଦଶ ଭାବରେ